ମୁଁ ହଉଛି ଜ୍ୟୋତିର୍ବିଦ ଡକ୍ଟର ନିରଞ୍ଜନ ମହାପାତ୍ର। ଆପଣ ମାନେ ଏଇ ଯୋଉ କନଫରେନ୍ସ କୁ ଆସିଛନ୍ତି, ଏ କନଫରେନ୍ସ ମୋର ଅନୁଜ ଭ୍ରାତା ଏବଂ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର କରକମଳରେ ସୃଷ୍ଟି ହେଇଥିଲା 2009 ମସିହାରେ। ଏ ଏସିଆର ସବୁଠାରୁ ଶ୍ରେଷ୍ଠ ଜ୍ୟୋତିର୍ ଗବେଷଣା କେନ୍ଦ୍ର। ଏଠାରେ ଅନେକ ଛାତ୍ରଛାତ୍ରୀ ଆସି ଅଧ୍ୟୟନ କରିଛନ୍ତି ଏବଂ ଜ୍ୟୋତିର୍ବିଦ୍ୟାରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି। ଆଜି ମୋର ବନ୍ଧୁ, ମୋର ଅନୁଜ ଭ୍ରାତା, ଆଜି ଶ୍ରୀଧର ଆଚାର୍ଯ୍ୟ ନାହାନ୍ତି, କିନ୍ତୁ ତାଙ୍କର ଅବର୍ତ୍ତମାନରେ ଆମେ ଆଜି ଶୋକ ସଭା ପାଳନ କରିଛୁ ଏବଂ ତାଙ୍କ ଉଦ୍ଦେଶ୍ୟରେ ଆମେ ଗୋଟିଏ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଛୁ ଏବଂ ଓଡ଼ିଶା, ଭାରତ ଏବଂ ବାହାରୁ ବହୁ ଦିଗ୍ଗଜ ବାସ୍ତୁବିଦ, ତନ୍ତ୍ରବିଦ, ଜ୍ୟୋତିର୍ବିଦ ମାନେ ଉପସ୍ଥିତ ରହିଛନ୍ତି ଏବଂ ସେମାନଙ୍କର ଯାହା ରହିଛି ନିଷ୍ଠା, ଚେଷ୍ଟା, ପ୍ରଚେଷ୍ଟା ଏବଂ ତାଙ୍କର ଯାହା ଶିକ୍ଷା ଲାଭ କରିଛନ୍ତି ତାହାର ଅନୁଭୂତି ସେମାନେ ବାଣ୍ଟିଛନ୍ତି। ବିଶେଷ କରି ମୋର ବନ୍ଧୁ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର ଅମ୍ଳାନ ସ୍ମୃତି ପ୍ରତି ଏ ଯୋଉ ସ୍ମରଣିକା ଉନ୍ମୋଚନ ହେଇଛି, ତାଙ୍କର ଅନୁଜ ଭ୍ରାତା ଆପଣ ଜାଣିଥିବେ ଗର୍ଗ ଜ୍ୟୋତିଷ ଯେ ନନ୍ଦିଘୋଷ ଟିଭିରେ ବାହାରନ୍ତି, ଯେ ପ୍ରତ୍ୟେକ ଦିନ ଉପସ୍ଥାପନ କରନ୍ତି ରାଶିଫଳ, ସେ ଆଉ କେହି ନୁହନ୍ତି ଶ୍ରୀପତି ଆଚାର୍ଯ୍ୟ ମହୋଦୟ। ବର୍ତ୍ତମାନ ସେ ମଧ୍ୟ ସଭା କାର୍ଯ୍ୟକୁ ପରିଚାଳନା କରୁଥିଲେ। ଏ ଅଧମ ମଧ୍ୟ ସଭା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲା। ଆପଣ ମାନେ ଯୋଉ ଏକତ୍ରିତ ହୋଇ ଆଜି ଯୋଉ ପ୍ରଶ୍ନ ପଚାରୁଛନ୍ତି, ଜ୍ୟୋତିର୍ବିଦ୍ୟା ହଉଛି ଏକ ପ୍ରାଚ୍ୟ ବିଦ୍ୟା। ଅଚିନ୍ତନୀୟ ବିଷୟ ଚିନ୍ତା କରିବା, ଅଶ୍ରୁତି ବିଷୟ ଶୁଣିପାରିବା, ଅଜ୍ଞାତ ବିଷୟ ଜାଣିପାରିବା, ଏ ହଉଛି ଜ୍ୟୋତିର୍ବିଦ୍ୟାର ଏକ ମହତ୍ କାମ। ଆମେ ମାନେ ଜ୍ୟୋତିର୍ବିଦ ମାନେ ଆଜିର ଏ ଯୋଉ ଫଳାଦେଶ କରୁଛୁ, ଯୋଉ 9ଟି ଗ୍ରହ, 27ଟି ନକ୍ଷତ୍ରଙ୍କୁ ନେଇ, 12ଟି ରାଶିଙ୍କୁ ନେଇ ଆପଣଙ୍କୁ ଯୋଉ ଫଳାଦେଶ କରୁଛୁ, ତାହା ଯଦି ନିର୍ଭୁଲ ହୁଏ, ନିଶ୍ଚିତ ମାତ୍ରାରେ ଆପଣ ମାନଙ୍କୁ କହିବୁ ଯେ ଜ୍ୟୋତିଷ ଶାସ୍ତ୍ର ସାକାର ହୋଇଛି। ଜ୍ୟୋତିଷ ଶାସ୍ତ୍ର କେବେ ମିଥ୍ୟା ନୁହେଁ। ବେଦର ଚକ୍ଷୁ ସ୍ୱରୂପ ହଉଛି ଜ୍ୟୋତିଷ। ତେଣୁକରି ଜ୍ୟୋତିଷ କହିଲେ ଯେ ଆମକୁ କିଛି ପଥ ପ୍ରଦର୍ଶକ ଭାବରେ ଆମର ଗ୍ରହ ନକ୍ଷତ୍ର ମାନଙ୍କର ପରିଚାଳନା କରନ୍ତି। ଜଣେ ଜ୍ୟୋତିର୍ବିଦ ମିଥ୍ୟା ହେଇପାରେ, ଜ୍ୟୋତିଷ ଶାସ୍ତ୍ର କେବେ ମିଥ୍ୟା ନୁହେଁ। କାରଣ ଦଶା, ମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତର ଦଶା, ଜନ୍ମକୁଣ୍ଡଳୀ, ନବାଂଶ କୁଣ୍ଡଳୀକୁ ଆମେ ପରୀକ୍ଷା ନିରୀକ୍ଷା ସମୀକ୍ଷା କରି ଫଳାଦେଶ କରିଥାଉ, ଯାହା ଫଳରେ ବ୍ୟକ୍ତିର ଉନ୍ନତି ହେଇଥାଏ। ଶିକ୍ଷା କୁହନ୍ତୁ, ବିଦ୍ୟା କୁହନ୍ତୁ, ମାନେ ବିବାହ କୁହନ୍ତୁ, ସନ୍ତାନ କୁହନ୍ତୁ ଏବଂ ଯିଏ ଡାକ୍ତର ଠାରୁ, ଓକିଲ ଠାରୁ ଆରମ୍ଭ କରି ଇଞ୍ଜିନିୟର ପର୍ଯ୍ୟନ୍ତ ଏହାର ନିଶ୍ଚିତ ମାତ୍ରାରେ ଉପଯୋଗ କରିଥାନ୍ତି ଏବଂ ପିଲାଟି କୋଉ ଲାଇନରେ ପାଠ ପଢିବ, ସନ୍ତାନ କେବେ ହବ, ବିବାହ କେବେ ହବ, ଜ୍ୟୋତିର୍ବିଦ ମାନେ ଫଳାଦେଶ କରି କହିଥାନ୍ତି। जय जगन्नाथ। ज्योतिर्विद पंडित श्रीधर आचार्य जे कि अध्यक्ष हमर एशियन एस्ट्रोलॉजर्स कॉन्फ्रेंस बा उनी हमरो जोटा सारा एशिया रे जो ज्योतिष सम्मेलन को दीर्घ 19 वर्ष धरि चली आसुथिले ताकर आज देहांत हो जाइए। तो फेब्रुआरी 28 तारिख रे ताकर गोटे आशा थिला कि लास्ट सम्मेलन से करि थांते, किंतु दुखद भगवान कर कोठी ना कोठी रहिला तांको प्रति अन्याय जे फेब्रुआरी 16 तारिख रे देहांत हो गला। तो से जो शेष आशा रही जाइथिला, तो से कॉन्फ्रेंस आज पुणी थरे हेछि। तो मु जी ज्योतिर्विद पंडित श्रीपति आचार्य जे कि श्री श्रीधर आचार्य को सानो भाई। तो ये जो कॉन्फ्रेंस आज मध्य आरंभ हेछि, आगामी दिन रे मध्य भाईनेर से आशा को आगु आगु केमती आमे नबु, आगु केमती चलिबो, ए मध्य निश्चय भगवान का आशीर्वाद रहिबो कि मध्य आगु चलिबो। आज कोठी ना कोठी हमर स्मृतिचारण हेइथिला, ता सहित मुख्य अतिथि भाव में आसीथिला हमर मध्य विधायक अनंत नारायण जेना एवं हमर सारा एशियार वरिष्ठ वरिष्ठ ज्योतिर्विद, वास्तुविद, तंत्रविद वो अनेक शास्त्रविद माने एठी अछंती एवं अनेक किछि आलोचना पर्यालोचना हेइछि एवं तर्क वितर्क मध्य घटिछि। तो एठी जनसाधारण को मध्य गोटे ये हमर गणमाध्यम माध्यम गोटे मेसेज जीव कि आपण माने ई शास्त्र प्रति जेतिक आग्रही थिले आगामी दिन आगो को आग्रही हुंतु। कहीं हमर जितले इलेक्ट्रोनिक्स गणमाध्यम बढ़ी चली टेक्नोलोजी भी बढ़ी, आज एआई दुनिया भी आसी गलानी। तो आपण माने मध्य से भी भाव रे जे जो मानकर टिके भी ज्योतिष विद्या प्रति जो टिके आग्रह थिला आज बढ़ी जाइछि। तो एठी मध्य गणमाध्यम माध्यम रे समस्त जनसाधारण को दे जाउछि परामर्श जे निज कुंडली को परीक्षा निरीक्षा करि नियंतु, बिकॉज everything fixed by born, ताको destiny predestined, but it's important to alert for future, not change. चेंज निज हाथ रही भरोसा भगवान को रखा जरूरी।
जी सृष्टि करछन्ती सी जानछन भाग्य कोठी तेणु सेठी रहिछि जे आमे जदि अलर्ट हेई पारुछे लागू खाल खम्बा आसिले भी हम तो जानि परिबा लाइक 1999 मसिया बात्या और 2019 बात्या 19 मसिया बात्या समान थिला किंतु 1999 आम पाखे कौन समाधान बाट नथिला बा ताको जानिबार बाट नथिला बट 2019 रे हम अलर्ट हेई जाइथिले जोतमे आम मानकर कौन क्षयक्षति हेई नथिला सेठी हम जातक देखिया कथा सेई क्षेत्र रे तो समस्त अनुरोध मते सेई भली भाबरे जे निज कुंडली को परीक्षा निरीक्षा करि नेबा जरूरी कोटा कोठी कहि परिबा जेंति सृष्टि नष्ट होइतला जदुवंश ये गोटे एआई मते से आडकू जाउछ जे धीरे धीरे ये सृष्टि को नष्ट करिवो कलिजुगर शेष समय आसीगला ये एआई ही लास्ट को कोकया भय करिवो और शेष करिवो सृष्टि नष्टर कारण हबो एआई କହିବା ପାଇଁ ଆମ ପାଖରେ କିଛି ଶବ୍ଦ ନାହିଁ ଯେହେତୁ ଭାଇନାଙ୍କ ସହିତ 20 ବର୍ଷର ସମ୍ପର୍କ ଆଜି ଯଦି ଗୋଟେ ଜ୍ୟୋତିଷକୁ ପଚାରି ଯାଉଛି ଯେ ଏଇଟା ସାର୍ଟିଫିକେଟ ଆପଣ କୋଉଠୁ ପାଇଛନ୍ତି ବୋଲି ସେ ଶ୍ରୀଧର ଆଚାର୍ଯ୍ୟଙ୍କୁ ହିଁ ପଚାରି ପଚାରିଲେ ଆମେ ମାନେ କଣ କହିବୁ ବୋଲି ଆମ ପାଖରେ କିଛି ଶବ୍ଦ ନାହିଁ ଭାଇନାଙ୍କର ଆଜି ଏଠି ଆସିଛୁ କିନ୍ତୁ ଏଇଟା କନଫରେନ୍ସ ଗୋଟେ ଶୋକ ସଭାରେ ଆମେ ଆସିଛୁ କହିବାକୁ ତ ବହୁତ କିଛି ଅଛି ଭାଇନାଙ୍କ ବିଷୟରେ କିନ୍ତୁ ଏତିକି କହିବି ଭାଇନାଙ୍କର ଯୋଉଟା ଛାଡିକି ଯାଇଛନ୍ତି ଆମେ ମାନେ ସମସ୍ତେ ଏକତ୍ରିତ ହେଇକି ଏ ଜିନିଷଟା ବହୁତ ଆଗକୁ ଆମେ ମାନେ ନେଇକି ଯିବୁ ଆଉ ତାଙ୍କ ଫ୍ୟାମିଲି ତାଙ୍କ ଛୁଆଙ୍କୁ ବି ଆମେ ସେତିକି ସପୋର୍ଟ କରିବୁ ଯେତେ ଭାଇନାଙ୍କୁ ଆମେ ସପୋର୍ଟ କରିବୁ ଆଉ ଆପଣ ସମସ୍ତଙ୍କୁ ଏ ଯେ ଆପଣ ମାନେ ବି ଇଏ କରନ୍ତୁ ଆମେ ଆମନ୍ତ୍ରିତ କରିବୁ ଆପଣ ମାନେ ଆସୁଥିବେ ଆମମାନଙ୍କୁ ଦେଖୁଥିବେ ଭାଇନା ଆଜି ନାହାନ୍ତି କିନ୍ତୁ ଭାଇନାଙ୍କ ନାଁଟା ଯୁଗ ଯୁଗ ପାଇଁ ଯୋଉ ପର୍ଯ୍ୟନ୍ତ ଅଛି ରହିବ ଆଜି ପ୍ରାୟ ଏବେ 20-25 ଜଣ ପାଇଲେଣି ଡକ୍ଟରେଟ ଆୱାର୍ଡ 5-7 ଜଣ ପାଇଲେଣି ବାକି ଆଉ ଅଛନ୍ତି ସବୁ ପିଲାମାନେ ସେମାନେ ପାଇବେ ଏ ଡେଟଟା ବି ଭାଇନା ଫିକ୍ସ କରିକି ଯାଇଥିଲେ ଏ ଡେଟରେ ହବ ବୋଲି କିନ୍ତୁ ଅଚାନକ ଭାଇନା ଏମିତି ପଳେଇଲେ ତ ଏଇଟା ପ୍ରୋଗ୍ରାମଟା ଆମର ସ୍ଥଗିତ କରାହେଲା ଏବେ ଭାଇନାଙ୍କ ପରେ ଆମେ ଏଇଟା କରିଛୁ ଆଉ ଭଗବାନଙ୍କର ଆଗକୁ ବି ଆମେ ଏ ଜିନିଷଟା ନେଇକି ଚାଲିବୁ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ହିଁ ମୋର ପରିଚୟ ଦେଇଛନ୍ତି ଆଜି ଯଦି ମୁଁ ଏତେ ବଡ କନଫରେନ୍ସରେ ଆଉ ଡକ୍ଟରେଟ ପାଇଛି କେବଳ ତାଙ୍କରି ଅବଦାନ ତାଙ୍କର ଯିବାଟା ହେଲା ଜ୍ୟୋତିଷ ସମାଜର ଗୋଟେ ବହୁତ ବଡ କ୍ଷତି କାହିଁକି ସିଏ ଜ୍ୟୋତିଷ ଶାସ୍ତ୍ରର ପ୍ରକୃତରେ ପ୍ରାମାଣିକ ତଥ୍ୟ ଅନୁସାରେ ଟିଭି ଚ୍ୟାନେଲ ମାନଙ୍କରେ କହୁଥିଲେ ଆଉ ବହୁତ ଜ୍ୟୋତିଷ ଅଛନ୍ତି ଟିଭିରେ ଆକ୍ଚୁଆଲି ତଥ୍ୟ ଭିତ୍ତିକ ଆଉ ଶାସ୍ତ୍ର ମତ ଅନୁସାରେ ସେ ମତ ରଖୁଥିଲେ ଯୋଉଟା କି କୌଣସି ଗୋଟେ ବଡ ଗ୍ରହ ଚଳନ ଯେତେବେଳେ କରେ ସମସ୍ତେ ଅପେକ୍ଷା କରିଥାନ୍ତି ଯେ କେମିତି ଯାଇକି ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପାଖରୁ ଆମେ ବାଇଟ୍ ଆଣିବା ସିଏ କୌଣସି ଟିଭି ଚ୍ୟାନେଲକୁ ଯିବା ପାଇଁ ପସନ୍ଦ କରନ୍ତିନି ଅନେକ ଥର ମୁଁ କ୍ୱେଶ୍ଚନ କରେ ସାର୍ ଆପଣ ଟିଭି ଚ୍ୟାନେଲ କାହିଁ ଯାଉନାହାନ୍ତି ସେମାନେ କୁହନ୍ତି ଟିଭି ଚ୍ୟାନେଲ ମୋ ଅଫିସ ସେମାନେ ମୋ ଅଫିସକୁ ଆସିବେ ତେଣୁ ଏତେ ଡେୟାରିଂ ଭାବରେ ସିଏ ସବୁ ଟିଭି ଚ୍ୟାନେଲକୁ ବି ହ୍ୟାଣ୍ଡେଲ କରୁଥିଲେ ଆଉ ତଥ୍ୟ ଭିତ୍ତିକ ସବୁ ଜ୍ୟୋତିଷ ଶାସ୍ତ୍ର ଉପରେ ମତ ରଖୁଥିଲେ ତେଣୁ ତାଙ୍କ ବିଷୟରେ ଆଉ କଣ କହିବି ସିଏ ଚାଲିଗଲେ ତ ଆଜି ଜ୍ୟୋତିଷ ଶାସ୍ତ୍ରର ଗୋଟେ ବହୁତ ବଡ ଅପୂରଣୀୟ କ୍ଷତି ତାକୁ ଆମେ ତ କେବେ ପୂରଣ କରିପାରିବୁନି ଗୁଣ୍ଡୁଚି ମୂଷା ହେଇ ଆମେ ଜ୍ୟୋତିଷ ଶାସ୍ତ୍ରକୁ ଆସିଛୁ ଧୀରେ ଧୀରେ ତାଙ୍କର ଜ୍ଞାନକୁ ଆମେ ଆଗକୁ ନବା ପାଇଁ ଚେଷ୍ଟା କରିବୁ ଆଉ ତାଙ୍କ ବିଷୟରେ ଆଉ ମାନେ ତାଙ୍କର ଏଇ ଯୋଉ କନଫରେନ୍ସ ତାଙ୍କ ଅନୁପସ୍ଥିତି ଆମକୁ ଏତେ କଷ୍ଟ ଦଉଛି ତଥାପି ଆମେ ତାଙ୍କର ମାନେ ସଂଗଠନକୁ କେମିତି ଆଗକୁ ନବୁ ସେଇ ଯୋଗଦାନରେ ଆମେ ବହୁତ ଦୂରରୁ ମୁଁ ଆକ୍ଚୁଆଲି ଜ୍ୟୋତିଷ ଶାସ୍ତ୍ରର ପରିଚୟ ତାଙ୍କ ପାଖରୁ ହିଁ ପାଇଛି ତେଣୁ ତାଙ୍କୁ ହରେଇକି ଆମେ ବହୁତ ବଡ ଅପୂରଣୀୟ କ୍ଷତି ହେଇଛି ସାରା ଓଡିଶାବାସୀ ଅନେଇକି ବସିଥାନ୍ତି ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କର କେତେବେଳେ ପୂର୍ଣ୍ଣମୀ ହବ ଅମାବାସ୍ୟା ହବ ଚନ୍ଦ୍ରଗ୍ରହଣ ହବ ସେ କୌଣସି ତଥ୍ୟ ଦେବେ ଆଉ ଯୋଉ ତଥ୍ୟଟା ହିଁ ପ୍ରକୃତରେ ସତ ହିଁ ହେଇଥାଏ ତାକୁ ଘରେ ବସିକିରି ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ତାକୁ ଦେଖିକି ଯୋଉ ଟାଇମ ଦେଇଥାନ୍ତି ଏଇ ଟାଇମରେ ଗ୍ରହଣ ଲାଗିବ ଏଇ ଟାଇମରେ ପାକ ନିଷେଧ ହବ ଏଇ ଟାଇମରେ ପୂଜା ନିଷେଧ ହବ ସବୁ ସମସ୍ତେ ମାନିଥାନ୍ତି ସଂଗଠନକୁ ଆଗକୁ ନବା ପାଇଁ ସମସ୍ତେ ଏକ ସ୍ୱରରେ ଏକ ମତରେ ଯେତେ ଜଣ କଣ ଅନୁଗୁଣରୁ ଓଡ଼ିଶାରେ ଜ୍ୟୋତିଷ ଭାଇ ଭଉଣୀ ମାନେ ଆସିଛନ୍ତି ସମସ୍ତେ ସହମତ ହେଲେ ଆମେ ଯେତେ ଦିନ ବଞ୍ଚିଥିବୁ ଏଇ ଅନୁଷ୍ଠାନ ପ୍ରତି ଆମର ସଦ୍ଭାବନା ରହିବ ଆମେ ଆସିବୁ ତାକୁ ଆମେ କେବେ ବୁଡିବାକୁ ଦବୁନି ତାଙ୍କର ସହପତ୍ନୀ ତାଙ୍କର ସହଧର୍ମିଣୀ ସଂଯୁକ୍ତା ଆଚାର୍ଯ୍ୟଙ୍କର ପୌର ଅଧ୍ୟକ୍ଷତାରେ ଆମେ ଆଗକୁ ନବୁ ସମସ୍ତଙ୍କର ସହଯୋଗ ରହିବ ତାକୁ ଦ୍ୱିମତ ନାହିଁ
ମୁଁ ତ ଭାବୁଛି ସାର୍ଙ୍କର ଆତ୍ମା ଯଦି କୌଣସି ସୂକ୍ଷ୍ମ ଶରୀରରେ ଉପରୁ ଦେଖୁଥିବ ଆଜି ବହୁତ ଖୁସି ହଉଥିବ ଯେ ମୋ ଅନୁପସ୍ଥିତିରେ ବି ଆଜି ମୋର ଯୋଉମାନଙ୍କୁ ମୁଁ ତିଆରି କରିଦେଇକି ଆସିଛି ସେମାନେ ତାକୁ ଆଗକୁ ନେବାରେ ସଂକଳ୍ପବଦ୍ଧ ରହିଛନ୍ତି। ସେ ବହୁତ ତାଙ୍କ ଆତ୍ମା ଆଜି ମାନେ ଖୁସିରେ ଗଦଗଦ ହେଇଯାଉଥିବ। ବହୁତ ପ୍ରାମାଣିକ ସୂତ୍ର ହଉଛି ଦଶମେଶ ଭବନନାଥ କେନ୍ଦ୍ର କୋଣ ଧନେବା ବଳବତୀ ଯଦି ଜାତ କ୍ଷେତ୍ର ସିଂହାସନ ଭବ। ଆପଣ ଯେତେ ସବୁ ମନ୍ତ୍ରୀ ନେତା ତାଙ୍କ ଆଷ୍ଟ୍ରୋଲୋଜି ତାଙ୍କ 16 କୁଣ୍ଡଳୀ ଦେଖନ୍ତୁ, 16 କୁଣ୍ଡଳୀ ଭିତରୁ କୌଣସି ଗୋଟେ କୁଣ୍ଡଳୀରେ ଦଶମର ଯିଏ ଅଧିପତି ଥିବ ଦଶମେଶ ଭବନନାଥ କେନ୍ଦ୍ର କୋଣ ଧନେବା, ଯଦି ସେ କେନ୍ଦ୍ରରେ କୋଣରେ ବା ଧନ ଭାବରେ ଥିବେ ଇଏ ରାଜଯୋଗ କରାଏ। ଆପଣ ଏଟା ପରୀକ୍ଷାମୂଳକ ଭାବରେ ଦେଖନ୍ତୁ। ଆମେ ତ ଦେଖୁଛୁ ଏନାକି ଜ୍ୟୋତିଷ ବିଦ୍ୟା ମିଛା ନୁହଁ ଆଜ୍ଞା। ଅସାଧୁ ଲୋକ ହାତରେ ପଡି ଯେମିତି ଗୋଟେ ସୁନାଟିଏ ଯଦି ବଣିଆ ହାତରେ ପଡିଲା ସେ ସୁନା, କିନ୍ତୁ ସେ ଯଦି କୌଣସି ଅସାଧୁ ବ୍ୟକ୍ତି ହାତରେ ପଡିଲା ସେ ପିତ୍ତଳ ହେଇପାରେ, କଣ ହେଇପାରେ। କିନ୍ତୁ ଏଇ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହଉଛି ନୂତନ ଆଷ୍ଟ୍ରୋଲୋଜି ତିଆରି କରିବା, ଗୁରୁ ପରମ୍ପରାକୁ ବଞ୍ଚାଇ ରଖିବା, ଜ୍ୟୋତିଷ ତନ୍ତ୍ର ବାସ୍ତୁ ପାମିଷ୍ଟ୍ରି ଭଳି ଲୋପ ପାଉଥିବା ବିଦ୍ୟାକୁ ଆହୁରି ଲୋକମାନଙ୍କୁ ଆଗକୁ ଆଣିବା, ଜନମାନଙ୍କ ମାନସରେ ଏହାର ସାଧୁତାକୁ ପ୍ରତିପାଦନ କରିବା। ଏହା ହଉଛି ଆଜିର ସମ୍ମିଳନୀର ମୂଳ ଲକ୍ଷ୍ୟ। ଦେଖନ୍ତୁ 2009 ମସିହାରେ ଓଡ଼ିଶାରେ ପ୍ରଥମ ଥର ଜ୍ୟୋତିଷ ସମ୍ମିଳନୀ ଶ୍ରୀଧର ଭାଇନା ମୋ ଗୁରୁ ଶ୍ରୀଧର ଆଚାର୍ଯ୍ୟ ତିଆରି କରିଥିଲେ। ଆଜି ସେ ନାହାନ୍ତି, କିନ୍ତୁ ତାଙ୍କର ଯୋଉ ସମ୍ମିଳନୀ କରିବାର ଅର୍ଥ କଣ? ଜ୍ୟୋତିଷ ମାନଙ୍କୁ ଡାକିବା। କେରଳର ପଦ୍ଧତି ଅଲଗା, ଉତ୍ତର ଭାରତର ପଦ୍ଧତି ଅଲଗା, ଆମ ପୂର୍ବ ଭାରତର ପଦ୍ଧତି ଅଲଗା। ଆମେ ସମସ୍ତେ ବସି ନାହିଁ ପ୍ରକୃତ ପଦ୍ଧତି କଣ, କୋଉ ପଦ୍ଧତିରେ କ୍ଷୁଣତା ରହୁଛି, କୋଉ ପଦ୍ଧତି ଭଲ ରହୁଛି, ଚନ୍ଦ୍ରକଳା ନାଡି, ପରାଶରୀ ହୋରା, ଲଘୁ ପରାଶରୀ ହୋରା, ଜୈମିନୀ ସୂତ୍ର, ଏସବୁ ଭିନ୍ନ ଭିନ୍ନ ପଦ୍ଧତି। ଆମେ ଯେତେବେଳେ ଜ୍ୟୋତିଷ ମାନେ ଏକାଠି ବସିବା ଆମେ ବିଚାର କରିବା ନାହିଁ ଏଇଟା ଆକ୍ଚୁଆଲି ଫଳ ଦଉଛି, ଏଇଟା ଆକ୍ଚୁଆଲି ଫଳ ଦଉନି। ଏଠି ସମ୍ମିଳନୀରେ ଆମେ ବହୁତ ବଡ ବଡ ଇନ୍ଦିରା ଗାନ୍ଧୀ ହେଲେ, ନେହେରୁ ହେଲେ, ବାଜପେୟୀ ହେଲେ, ନରେନ୍ଦ୍ର ମୋଦୀ ହେଲେ, ତାଙ୍କ ଜାତକକୁ ଉଦାହରଣ ନେଇକିନା ଆମେ କହୁଛୁ ନାଇଁ ଦେଖ ଏଇ ସୂତ୍ରରେ ଏଇଟା ହଉଛି ଆଉ ତାଙ୍କ ଜୀବନରେ ଏଇ ପଦ୍ଧତି ଗୁଡାକ ହେଇଛି। ତ ଯୋଉ ସବୁଆଡୁ ଜ୍ୟୋତିଷ ମାନେ ଆସୁଛନ୍ତି, ସବୁ ଉତ୍ତର ଭାରତରୁ ଜ୍ୟୋତିଷ ଆସିଲେ, ଆମର ପଶ୍ଚିମ ଭାରତରୁ ଜ୍ୟୋତିଷ ଆସିଲେ, ତାଙ୍କର ଗୋଟେ କମ୍ବିନେସନ ହଉଛି। ଆମେ ଗୋଟେ ଜାଣିପାରୁଛୁ ନା ବିଦ୍ୟାଟା ଆକ୍ଚୁଆଲି ଅଛି ଆଉ କେତେ ଦୂର ଜୈମିନୀ ସୂତ୍ରଟା ଅଧିକ ଫଳାଫଳ ଦଉଛି ନା ଲଘୁ ପରାଶରୀ ଅଧିକ ଫଳାଫଳ ଦଉଛି ନା ଚନ୍ଦ୍ରକଳା ନାଡି ଅଧିକ ଫଳାଫଳ ଦଉଛି। ଆମେ ବି ଜାଣିପାରୁଛୁ ବହୁତ ସାରା ଜିନିଷ ଆମେ ମଧ୍ୟ ଆସିକି ଏଠି ଶିଖୁଛୁ। ଶିଖିବାଟା ନିହାତି ଦରକାର। ଆଉ ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଶ୍ରୀଧର ଭାଇନା ଚେଷ୍ଟା କରିଛନ୍ତି ଓଡ଼ିଶାରେ ପ୍ରଥମ ଥର 2009 ମସିହାରେ। ସେ ଆଜି ନାହାନ୍ତି, ତାଙ୍କ କୃତି ଆଜି ଅଛି, ଆଗକୁ ମଧ୍ୟ ରହିବ। ଆଜି ଯୋଉ ନୂଆ ଜ୍ୟୋତିଷ ମାନେ ତିଆରି ହଉଛନ୍ତି ସେ ନିଶ୍ଚିତ ଭାବରେ ଶ୍ରୀଧର ଭାଇନାଙ୍କ ଆଶୀର୍ବାଦରୁ ହିଁ ତିଆରି ହଉଛନ୍ତି ଆଉ ଆଗକୁ ମଧ୍ୟ ହେବେ।